ସକାଳର ବଡ଼ ଖବର, ସକାଳର ବଡ଼ ହେଡ଼ଲାଇନ୍ କହିଲେ କିଛି ଭୁଲ ହେବନି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବଡ଼ ଅପଡ଼େଟ୍ ଆସି ପହଞ୍ଚୁଛି କି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ପଞ୍ଚାୟତରାଜର ମନ୍ତ୍ରୀ ରବି ନାରାୟଣ ନାୟକ ସ୍ପଷ୍ଟ ସୂଚନା ଦେଇ କହିଥିଲେ କି 2024 ଏବଂ 25 ଯେଉଁମାନଙ୍କର ସର୍ଭେ ହୋଇଥିଲା ସେମାନଙ୍କ ମଧ୍ୟରୁ ପ୍ରାୟ 36,99,234ଟି ପରିବାର ସମ୍ପୂର୍ଣ୍ଣ ଭାବରେ ଏଥିରୁ ବାଦ୍ ପଡ଼ିଛନ୍ତି ବା ସେମାନେ ସମ୍ପୂର୍ଣ୍ଣ ଭାବରେ ସର୍ଭେ ହୋଇସାରିଥିଲା ପରେ ମଧ୍ୟ ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇନାହାନ୍ତି। ଖୁବ୍ କମ୍ ସମୟ ଭିତରେ ଫେବୃଆରୀ ଶେଷ ସୁଦ୍ଧା ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଟଙ୍କା ପହଞ୍ଚିବ ବୋଲି ଯାହା ସ୍ପଷ୍ଟ ସୂଚନା ଦେଇ କହିଥିଲେ। ଯାହା ଲାଟେଷ୍ଟ ଅପଡ଼େଟ୍ ଆସି ପହଞ୍ଚୁଛି କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁମାନେ 23-24 ସର୍ଭେରୁ ବଞ୍ଚିତ ହୋଇଥିଲେ ବା ସର୍ଭେ ପରେ ସେମାନଙ୍କ ପଞ୍ଚାୟତ ରାଜରେ ନାଁ ବାହାରିଥିଲେ ମଧ୍ୟ ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଟଙ୍କା ପାଇନଥିଲେ, ସେମାନେ ପର୍ଯ୍ୟାୟକ୍ରମେ ସେମାନେ ଫେବୃଆରୀ ଶେଷ ସୁଦ୍ଧା ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଟଙ୍କା ପହଞ୍ଚିବ ବୋଲି ଯାହା ଲାଟେଷ୍ଟ ଅପଡ଼େଟ୍ ଆସି ପହଞ୍ଚୁଛି।